ରୁହନ୍ତୁ ଆଉ ଆପଣ ସୁଖ ଶାନ୍ତିରେ ରୁହନ୍ତୁ। ଆପଣ ୟୁଟ୍ୟୁବ୍ ଚ୍ୟାନେଲ୍ ବହୁତ ଗ୍ରୋ କରୁ। ମୁଁ ବି ଚାହୁଁଛି, ଭଗବାନଙ୍କୁ ଡାକୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ବହୁତ ଗ୍ରୋ କରୁ। ଆଉ ଆପଣଙ୍କ ସପୋର୍ଟ ବିନା ମୋ ୟୁଟ୍ୟୁବ୍ ଚ୍ୟାନେଲ୍ କେବେ ବି ଗ୍ରୋ କରିବନି। ଆଇଲ୍ ବି ମାନେ ମୁଁ ଭଗବାନଙ୍କୁ କ'ଣ ବି କହିବି। ଦୁନିଆରେ ଏମିତି ଲୋକମାନେ ଅଛନ୍ତି ସ୍ୱାର୍ଥ ପାଇଁକା ସଂସାରରେ ସବୁ କିଛି କରିପାରିବେ। ସ୍ୱାର୍ଥ ସରିଗଲା ମାନେ ସଂସାରରେ ଆଉ ସେ କିଛି ତମ ମୁହଁ ମାନିବେନି। ଦେଖନ୍ତୁ, ଚିନ୍ତା କରନ୍ତୁ, ଆପଣ ଜୀବନ ସାରା ତାଙ୍କର ଭଲ ମନ୍ଦ ସବୁ କାମ କରୁଥିବେ। ବହୁତ ତାଙ୍କର ମାନେ ସବୁ କଥା ମାନି ଚଲୁଥିବେ, ସବୁ ମାନେ କୌଣସିରେ ଊଣା ବି କରୁନଥିବେ। କିନ୍ତୁ ଏମିତି ସମୟ ଆସିବ, ଆପଣ ଯାହାକୁ ସାହାଯ୍ୟ କରୁଥିବେ ସେଇମାନେ ବି ଆପଣଙ୍କୁ ହଇରାଣ କରିବେ। ଜାଣିଛନ୍ତି କାହିଁକି? ନା ଶାସ୍ତ୍ରରେ ଲେଖା ହେଇଛି, ମଣିଷ ସବୁ ଗଛ ଲଗେଇବ କିନ୍ତୁ ମଣିଷ ଗଛ ଲଗେଇବନି। କାହିଁକି? ନା ମଣିଷ ଲୋକମାନେ ଏମିତି ଅଛନ୍ତି, ମାନେ କିଏ କ'ଣ କଲା କ'ଣ ନାହିଁ, କ'ଣ ସେ ମୋ ପାଇଁ କରୁଛି କ'ଣ କରିନି, ମାନେ ଲୋକଙ୍କର ସେ ମେଣ୍ଟାଲିଟି ଧରଣ ନାହିଁ। ସିଏ କ'ଣ ମୋ ପାଇଁ କରିଥିଲା, ମୁଁ ତା ପାଇଁ କ'ଣ କରିବି, ସେ ମେଣ୍ଟାଲିଟି କେବେ ବି ଲୋକଙ୍କ ପାଖରେ ରହୁନି। ଆଉ ଏମିତି ବି ପିଲା ଅଛନ୍ତି, ଲୋକମାନେ ଅଛନ୍ତି, ମାନେ ଅନ୍ୟ ଲୋକମାନଙ୍କୁ ଖାଲରେ ପକେଇବାକୁ ଚାହିଁ ନିଜେ କେମିତି ଉଠିବା ପାଇଁ ସେଇଟା ବି ଚିନ୍ତା ଚଲାଉଛନ୍ତି। କିନ୍ତୁ ଭଗବାନ କରନ୍ତୁ କେବେ ବି ସମୟ ନ ଆସୁ, ଏମିତି ଖରାପ ସମୟ ନ ଆସୁ ଯିଏ ଅନ୍ୟକୁ ଖାଲରେ ପକେଇବାକୁ ଚିନ୍ତା କରେ ସେ ନିଜେ ଖାଲରେ ପଡ଼େ। ଚିନ୍ତା କରିଥିବେ ଆପଣ, ବହୁ ଜାଗାରେ ସଦାବେଳେ ସତ୍ୟର ଜୟ ଥାଏ। ସତ୍ୟ ମାନେ ଶାସ୍ତ୍ରରେ ଲେଖା ହେଇଛି, ସତ୍ୟରେ ଖାଇବାକୁ ନ ମିଳିପାରେ, ଆଜି ନ ମିଳିପାରେ, କିନ୍ତୁ 100% ଖାଇବାକୁ ମିଳିବ। ସତ୍ୟରେ ଥିଲେ ନିଶ୍ଚୟ ଆମକୁ ଭଗବାନ କୌଣସି ଅସୁବିଧା କରିବେନି। କାହିଁକିନା ସତ୍ୟ ହିଁ ସତ୍ୟ। ଦୁନିଆରେ ସତ୍ୟ ଆଜିକା ଡେଟ୍‌ରେ ବି କହୁଛି, ସତ୍ୟକୁ କେହି ଆଧାର କରି ଚଳୁନାହାନ୍ତି। କାହିଁକିନା ସତ୍ୟ କ'ଣ ଜାଣିଛନ୍ତି? ଆମେ ଯଦି କହିକିରି ତା ନାଁରେ ମିଛ କଥା କହିକିରି ଆମେ ଆଗକୁ ଯାଇପାରୁଛେ, ମୁଁ ତା ନାଁ, ସିଏ ବା ଏଇଆ କରିଥିଲା, ସିଏ ବା ସେଇଆ, ନା। ଆମେ ଜୀବନରେ କେବେ ବି କାହା ନାଁରେ ଗପିବାନି, କେବେ ବି କାହା ନାଁରେ ଅସୁବିଧା ହଇରାଣ କରିବାନି, କେବେ କାହାକୁ ଅସୁବିଧା କରିବାନି। କାହିଁକି ଆମେ ଅସୁବିଧା କରିବା? କ'ଣ ପାଇଁ ଅସୁବିଧା? ଆମେ ତାକୁ ଜୀବନରେ କେବେ ଖାଇବାକୁ ଦେଇଛେ? ଖାଇବାକୁ ଦେଇପାରୁଛେ? ଆମେ ଯଦି କିଛି କାହା ପାଇଁ ଆମେ ଖରାପ ଭଲ କରିବାନି, ଆମେ ଖରାପ କାହିଁ କରିବା? ଆପଣ କୁହନ୍ତୁ ସାଙ୍ଗମାନେ, କାହିଁକି ବି କରିବା? କ'ଣ ପାଇଁ କରିବା? ଆମେ ତ ତାଙ୍କର ଭଲ କାମ କରିନେ, କି ଆମେ କିଛି ଭଲ ମନ୍ଦରେ ସାହାଯ୍ୟ କରିନେ, ତାହେଲେ କାହିଁକି? ମୁଁ ଆପଣମାନଙ୍କୁ ରିକ୍ୱେଷ୍ଟ କରୁଛି, ଆପଣମାନେ କେବେ ବି ଚିନ୍ତା କରନ୍ତୁ, କେବେ ବି ଚିନ୍ତା କରିକିରି କେବେ ବି ଅସୁବିଧା କାହାର କରନ୍ତୁନି। କାହିଁକିନା ଭଗବାନ କେବେ ବି ଆପଣଙ୍କ ସହିତ ସାଥ ଦେବେନି। ଅସୁବିଧା ଯେତେ କରିବେ, ଭଗବାନ ଆପଣଙ୍କୁ କେବେ କ୍ଷମା କରିବେନି। ଦୁନିଆରେ କି ସମସ୍ତେ କହୁଥିବେ, ମୁଁ ଏ କାମଟା ତାର କରିଦେଲି, ମୁଁ ସେ କାମଟା ସେ କରିଦେଲି, ନା। ଦୁନିଆରେ କିଏ ଦେଖୁ ବା ନ ଦେଖୁ, ଭଗବାନ ଦେଖୁଛନ୍ତି। ଭଗବାନ ସଦାବେଳେ ସବୁ କିଛି ଦେଖୁଛନ୍ତି। ଆଉ ଦୁନିଆରେ ଅଛନ୍ତି ଏମିତି ବି ଲୋକ ଅଛନ୍ତି, ଏ ବାପା ମାଆଙ୍କୁ ଖାଇବା ପିଇବା ଦଉନଥିବେ, ମାଆମାନଙ୍କୁ ଖାଇବା ପିଇବା ଦଉନଥିବେ, କିନ୍ତୁ ଶାଶୁ ଶ୍ୱଶୁରଙ୍କୁ ଯାଇକିରି ଖାଇବା ପିଇବା ଠାରୁ ଲଗେଇ ସବୁ ଆଦର ସ୍ନେହ। ନିଜ ବାପା ମାଆଙ୍କୁ ଆଗ ସାହାଯ୍ୟ କର, ଅନ୍ୟ ବାପା ମାଆଙ୍କ କଥା ବୁଝିବ। ଆମେ ତ ମନା କରୁନି ନା। କାହିଁକି? ବାପା ମାଆଙ୍କୁ କେବେ ପଚାରୁଛ ବାପା କ'ଣ ଚାହୁଁଛନ୍ତି? ମାଆକୁ ପଚାରୁଛ କି ମାଆ କେବେ ଚାହୁଁଛନ୍ତି? ବାପା ମାଆଙ୍କୁ କେବେ ବି ପିଲାମାନେ ଆଜି ପର୍ଯ୍ୟନ୍ତ ଏବେ ବି ବହୁତ ଲୋକ ଅଛନ୍ତି, ବହୁତ ପିଲା ଅଛନ୍ତି, ବାପା ମାଆଙ୍କୁ ପଚାରି କରିବା ପାଇଁ ଚିନ୍ତା କରନ୍ତିନି। କାହିଁକି? କ'ଣ ପାଇଁ? ବାପା ମାଆ ଏଡ଼େଠାରୁ ଏଡ଼େ ବଡ଼ ମଣିଷ କରିଛନ୍ତି, ଏତେ କଷ୍ଟ କରିଛନ୍ତି, 10 ମାସ 10 ଦିନ ମାଆ ଗର୍ଭରେ ରଖିକିରି ତମକୁ ଜନ୍ମ କରିଛନ୍ତି। ତମେ ସେଇଟା ବୁଝିପାରିଲନି? ତମେ କି ପିଲାମାନେ? ତମେ କି ପିଲା? ତମେ କି ପୁଅ? ଯେ ମାଆର ମମତା, କିଏ ମାଆର ଭଲ ପାଇବା, କିଏ ମାଆର ଦୁଃଖ, କି ମାଆର କଷ୍ଟ ସେ ବୁଝିପାରୁନାହାନ୍ତି। ଆରେ ଭାଇ, ଦୁନିଆରେ
ସମସ୍ତେ ମିଛ ଭଲ ପାଇବା ଦେବେ, କିନ୍ତୁ ଜୀବନରେ ଗୋଟିଏ ସତ୍ୟ, ସିଏ ହେଉଛି ମା। ମା ଠାରୁ ଦୁନିଆରେ କେହି ବି ଅଧିକ ନୁହେଁ। ମା ମା ଜଗତରେ ମା। ମା ବିନା ଦୁନିଆରେ କେହି ବି ଆଗରେ ନାହାନ୍ତି। ଆଉ ବହୁତ ପିଲା ଅଛନ୍ତି ମାଆଙ୍କୁ ମାଆର ସ୍ନେହ, ପ୍ରେମ, ଭଲ ପାଇବା କୌଣସି ପାଇପାରନ୍ତିନି। କାହିଁକି? ଯାହାର ଯିଏ ଛୋଟ ପିଲା ହେଇଥାଏ, ତାର ଛୋଟ ପିଲା ଆଗରୁ ମା ଚାଲିଯାଏ, ସିଏ ତାକୁ ପଚାରିବେ ମାଆର କଷ୍ଟ କ'ଣ? ଗୋଟେ ମା ପାଖରେ ନଥିଲେ କେତେ ଯେ କଷ୍ଟ ଆସେ ସେଇଟା ଜାଣିବୁ। ଆଉ ଯେଉଁମାନେ ଭାଗ୍ୟବାନ ହେଇକିରି ମା ଥାଇକିରି ବି ତାଙ୍କ ପାଖରେ କିନ୍ତୁ ମାଆକୁ ମାନେ କୁକୁର ମାଙ୍କଡ଼ ଭଳିଆ ଗାଳି ଗୁଲଜ କରି ମାଆକୁ ଖାଇବା ପିଇବା ନ ଦେଇ ମାଆକୁ ଅନାଥ ଆଶ୍ରମ ଛାଡ଼ି କାହା ପାଇଁ? ଆପଣ ଜାଣିପାରୁନାହାନ୍ତି ଯେ ଆପଣ ଯାହା କରିବେ ବିପରୀତ ତାପରେ ବି ଆପଣ ସେଇଆ ହେଇଯିବେ। କାହିଁକିନା ଆପଣ ବି ଗୋଟେ ଛୁଆଟେ ଜନ୍ମ କରିଛନ୍ତି ନା। ଭାଇ ଯେମନଂ କରମ୍ ସେମନଂ ଫଳମ୍। ତମେ ଯେମିତି କର୍ମ କରିବ ତମେ ସେମିତି ପାଇବ। ତମେ ଭାବନି ଯେ ଆପଣ ମୋ କର୍ମ ମୁଁ ଏଇତିକି କରିଦେଲି, ମୋ କର୍ମ ଇଏ କରି ନା। ଯେ ଯାହା କର୍ମ କରିଥିବ ତାହା ହିଁ କର୍ମ ଆପଣ ପାଇବେ। ଆପଣ ଭାବୁନାହାନ୍ତି ଯେ ମୁଁ ଆଜି ଜଣଙ୍କୁ ଟେକା ଟେପ ପାଇଲି, ନିଶ୍ଚୟ ଆପଣଙ୍କ ପାଇଁ ବଡ଼ ବୋଲଟେ ଥୁଆ ହେଇଥିବ। କାହିଁକି ଶାସ୍ତ୍ରରେ କହିଛି? କ'ଣ ପାଇଁ ଶାସ୍ତ୍ରରେ କୁହାଯାଇଛି? ଦୁନିଆରେ ବାପା ମା ଠାରୁ ଅଲଗା, ଦୁନିଆଟାରେ ବାପା ମା ଠାରୁ ଠାକୁର ଆଉ ସଂସାରରେ କେଉଁଠି ନାହାନ୍ତି। ସିଏ କାହିଁ ଠାକୁର ହେଇପାରିଲେ? ଆମେ 24 ଘଣ୍ଟା ଭଗବାନ ଡାକିଛେ ନା, ଘରେ ଅଛନ୍ତି ଠାକୁର। ସେହି ବାପା ମାଆଙ୍କୁ ଯଦି ଭଲ ପାଇବା ନା, ସେହି ବାପା ମା ଦିନେ ନା ଦିନେ ବହୁତ ଖୁସି ଦେବେ। ମାଆର ମମତା ବା ବାପାର ସ୍ନେହ, ମାଆର ମମତା ଆଦର କେହି ଦେଇପାରିବେନି। ଆପଣ ଯେଉଁ ଭାବୁଛନ୍ତି ମୋହ ମାୟା ତଳେ ପଶିକିରି ଯେଉଁ ମୋ ସ୍ତ୍ରୀ, ମୋ ପିଲା, ମୋ ଇଏ, କେହି ନୁହେଁ। କେହି କାହାର ନୁହେଁ। ଦୁନିଆରେ କେହି କାହାର ନୁହେଁ। ଆପଣ ଭାବୁଥିବେ ନା ଇଏ ମୋର, ସିଏ ମୋର, ନା। ଦୁନିଆରେ ସତ୍ୟ, କେହି କାହାର ନୁହେଁ। ନିଜେ ନିଜର, କାହାର ହେଇପାରିବନି। କ'ଣ ପାଇଁ ଆମେ ଲୋଭ କରିବା? ଯାହାକୁ ବି କରନ୍ତୁ, ବାପା ମାଆଙ୍କୁ ଭଲ ପାଇବା ଦିଅନ୍ତୁ, ବାପା ମାଆଙ୍କୁ ସ୍ନେହ ମମତା ଦିଅନ୍ତୁ, ବାପା ମାଆଙ୍କର ଆଶୀର୍ବାଦ ନିଅନ୍ତୁ। ଠାକୁରଙ୍କ ପାଖକୁ ଯିବା ଦରକାର।